ମୁଁ ଆଜି ଆପଣମାନଙ୍କ ସହିତ ସେୟାର କରିବି ଭେଜ୍ ପଲଉ ବା ମସଲା ପଲଉ। ଖାଇବାକୁ ଯେତେ ଟେଷ୍ଟି, ବନେଇବା ବହୁତ ସହଜ। ଏମିତି ଥରେ ନିଶ୍ଚୟ ଟ୍ରାଏ କରନ୍ତୁ, ଦେଖିବେ ଆପଣ ବିରିୟାନୀର ସ୍ୱାଦ ବି ଭୁଲିଯିବେ। ଆଉ ଭିଡ଼ିଓଟି ସମ୍ପୂର୍ଣ୍ଣ ଦେଖନ୍ତୁ। ଆଉ ଯଦି ମୋ ଭିଡ଼ିଓ ଭଲ ଲାଗେ ଲାଇକ୍ କରନ୍ତୁ, ସେୟାର କରନ୍ତୁ, ଆଉ ପ୍ଲିଜ୍ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। ପ୍ରଥମେ ଆପଣ ସମସ୍ତଙ୍କୁ ଅନେକ ଅନେକ ସ୍ୱାଗତ କରୁଛି ମୋ ଚ୍ୟାନେଲ ଜୁଲିସ୍ କିଚେନକୁ। ତେବେ ଚାଲନ୍ତୁ ଆଜିର ରେସିପି ଆରମ୍ଭ କରିବା। ଏଇଠି ମୁଁ ଗୋଟେ ଗିନା ବିରିୟାନୀ ଚାଉଳ ନେଇଛି। ଏଠି ମୁଁ ଗୋଟେ ଗିନା ସେଟ୍ କରିଛି। ଆପଣ ଚାହିଁଲେ କପ୍ କି ଗିନା ଯାହା ବି ସେଟ୍ କରିବେ, ସେଇ ଅନୁସାରେ ଆମେ ପାଣିର ଭାଗ ମାପ ନେବା। ଏଠି ମୁଁ ଚାଉଳକୁ 2ରୁ 3 ଥର ଭଲ ଭାବେ ଧୋଇ ନେଇଛି। ଏଠି ଦେଖନ୍ତୁ ମୁଁ ଚାଉଳକୁ ଧୋଇ ଆଣି ଆଉ ତାକୁ କ'ଣ କରିବା ନା, ଏଠି ପାଣି ଦେଇ ଆମେ ତାକୁ 20 ମିନିଟ୍ ପର୍ଯ୍ୟନ୍ତ ଭିଜେଇବା ପାଇଁ ଛାଡ଼ିଦେବା। ଚାଉଳ ଭିଜୁଥିବା ଭିତରେ ଆମେ ନେକ୍ସଟ ପ୍ରୋସେସ୍ କରିବା। ଏଇଠି ମୁଁ ପଲଉ ବନେଇବା ପାଇଁ ଗୋଟେ ମାଟିର ପାତ୍ର ବ୍ୟବହାର କରିଛି। ଆପଣ ଚାହିଁଲେ କୁକରରେ ବି କରିପାରିବେ। ଏଠି ପ୍ରଥମେ ତେଲ ଦେଇ ମୁଁ କିଛି କାଜୁକୁ ଭାଜି ନେଇଛି। ତାପରେ କାଜୁ ଭାଜି ହେଇସାରିଲା ପରେ ମୁଁ ପନିରକୁ ଭାଜିବି। ଏଠି ମୁଁ 100 ଗ୍ରାମର ପନିର ନେଇଛି। ଆପଣ ଚାହିଁଲେ ପନିର କମ୍ ଅଧିକା କରିପାରିବେ। ଆମେ ଏମିତି ପନିରକୁ ଭାଜି ସାରିଲା ପରେ ଏଠି ଦେଖନ୍ତୁ ପନିର ଭଜା ହେଇଗଲାଣି। ଏଠି ମୁଁ ପନିରକୁ କାଢ଼ି ନେଉଛି। ପନିର କ'ଣ କରିବା, ସେଇ ତେଲରେ ମୁଁ ଆଉ 2 ଚାମଚ ତେଲ ନେଇଛି। ତେଲ ଟିକେ ଗରମ ହେଇଗଲେ ଆମେ ଆକୁ ହାଫ୍ ଚାମଚର ଜିରା ଆଉ କିଛି ଗୋଟା ଗରମ ମସଲା, 2ଟି ତେଜପତ୍ର ଦେବା। ଟିକେ ଫୁଟିଗଲା ପରେ ମୁଁ ଏଠି 2ଟି ବଡ଼ ସାଇଜ୍ର ପିଆଜ ନେଇଛି। ଆପଣ ଚାହିଁଲେ ଗୋଟେ ଆଉ ଅଧିକ ବି ପିଆଜ ଦେଇପାରିବେ। ଏଠି ପିଆଜ ଟିକେ ଭାଜି ହେଇସାରିଲା ପରେ ମୁଁ 2 ଚାମଚ ଅଦା ରସୁଣ ପେଷ୍ଟ ଦେଇଛି। ଏଠି ପେଷ୍ଟ ମସଲାକୁ ହାଲକା ଟିକେ କଷି ଦେଇ ଗୋଟେ ବଡ଼ ସାଇଜ୍ର ଟମାଟୋ ଦେଇଛି। ଆପଣ ଚାହିଁଲେ 2ଟି ଟମାଟୋ ଦେଇପାରିବେ। ଛୋଟ ଛୋଟ ସାଇଜ୍ର ଟମାଟୋ ହେଲେ 2ଟି ଦେବେ। ଏଇ ଟମାଟୋକୁ ଦେଇ ମୁଁ ଟିକେ କଷି ଦେଇ ହାଫ୍ ଚାମଚର ଲଙ୍କାଗୁଣ୍ଡ, ହାଫ୍ ଚାମଚର ହଳଦୀ ଗୁଣ୍ଡ ଦେଇ ଆଉ 1 ଚାମଚ ଧନିଆ ଆଉ ଜିରା ତାକୁ ଟିକେ ହାଲକା ଭାଜି ନେଇ ଗୁଣ୍ଡ କରି ମୁଁ ନେଇଛି। ଆଉ ଟିକେ ପାଣି ଦେଇ 50 ଗ୍ରାମର ଗ୍ରୀନ୍ ମଟର, 50 ଗ୍ରାମର ବିନ୍ସ ଆଉ 50 ଗ୍ରାମର ଫୁଲକୋବି ନେଇଛି। ଆଉ ଗୋଟେ ଛୋଟ ଆଳୁ, 50 ଗ୍ରାମର ଗାଜର ନେଇଛି। ଏତିକି ଆମେ ମସଲା ସହିତ ଭଲ ଭାବେ ମିଶାଇ ଦେଇ ସ୍ୱାଦ ଅନୁସାରେ ଲୁଣ ଦେବା। ଏଠି ଲୁଣ ଦେଇ ସାରିଲା ପରେ ଆଉ ଟିକେ ମୁଁ ଚଲେଇ ନେଇଛି। ଆଉ ବତୁରେଇ ରଖିଥିବା ଚାଉଳକୁ ଦେବା। ଚାଉଳକୁ ଦେଇ ସାରିଲା ପରେ ଏମିତି ଆମେ ମସଲା ଆଉ ଚାଉଳକୁ ଭଲ ଭାବେ ଏମିତି ମିଶାଇ ଦେବା। ଏଠି ମିଶାଇ ଦେଇ ସାରିଲା ପରେ ଦେଖନ୍ତୁ ମୁଁ ଭଲ ଭାବେ ମିଶାଇ ନେଇଛି। ଆଉ ଏଠି ମୁଁ ଯେଉଁ ଗିନାରେ ମୁଁ ଚାଉଳ ନେଇଥିଲି ସେଇ ସେମ୍ ଗିନାରେ ହିଁ ମୁଁ ପାଣି 2 ଗିନା ପାଣିର ବ୍ୟବହାର କରିଛି। କାହିଁକିନା ମୁଁ ଗୋଟେ ଗିନା ଚାଉଳ ପାଇଁ 2 ଗିନା ପାଣି ଆମେ ନେବା। ଏଠି ପାଣିକୁ ଦେଇ ସାରିଲା ପରେ କ'ଣ କରିବା ନା, ସାଙ୍ଗେ ସାଙ୍ଗେ ଆମେ ଏହାକୁ ଗୋଳେଇବାନି। ଏମିତି ଗୋଟେ ଫୁଟଣ ଆସିବା ପର୍ଯ୍ୟନ୍ତ ଛାଡ଼ିଦେବା। ଏମିତି ଫୁଟି ସାରିଲା ପରେ ଗୋଟେ ଜାମ୍ ରହୁଥିବା ଭଳିଆ ଘୋଡ଼ଣୀ ଦେଇ ଆମେ ତାକୁ 10 ମିନିଟ୍ ପାଇଁ ଛାଡ଼ିଦେବା। ଏଠି ଦେଖନ୍ତୁ 10 ମିନିଟ୍ ପରେ ମୁଁ ଦେଖାଉଛି। ଆମେ ଏହାକୁ କ'ଣ କରିବା ନା, ସାଙ୍ଗେ ସାଙ୍ଗେ ଚଲେଇବାନି। ଏଠି ମୁଁ 2 ଚାମଚର ବିରିୟାନୀ ମସଲା ନେଇଛି। ଆପଣ ଚାହିଁଲେ ବିରିୟାନୀ ମସଲାକୁ ସ୍କିପ୍ କରିପାରିବେ। ଏଠି ଭାଜି ରଖିଥିବା ପନିର, ଭାଜି ରଖିଥିବା କାଜୁକୁ ଦେଇଛି। ଆଉ କିଛି ଭାଜି ରଖିଥିବା ପିଆଜ ଆଉ କିଛି ଧନିଆ ପତ୍ରକୁ ଦେଇ ଆମେ ତାକୁ ଆଉ ଥରେ 10 ମିନିଟ୍ ପାଇଁ ଘୋଡ଼େଇ ଦେବା। ଲୋ ଫ୍ଲେମ୍ରେ ଆମେ ଏହାକୁ ଆଉ 10 ମିନିଟ୍ ପାଇଁ ଛାଡ଼ି ଦେଇବା। ଏଠି ଦେଖନ୍ତୁ 10 ମିନିଟ୍ ପରେ ଦେଖୁଛି ବହୁତ ସୁନ୍ଦର ହି ବାସ୍ନା ଆସୁଛି। ଆପଣ କଲେ ହିଁ ଜାଣିପାରିବେ। ଏଠି ଦେଖନ୍ତୁ ମୁଁ ଏମିତି ଧୀରେ ଧୀରେ ହାଲକା ହାତରେ ଚଲେଇବା, ନହେଲେ ଚାଉଳ କ'ଣ ହେବ ନା ଭାଙ୍ଗିଯିବ। ଏମିତି ହାଲକା ହାତରେ ଚଲେଇ ସାରିଲା ପରେ ଶେଷରେ ଏଠି ଗୋଟେ ବଡ଼ ଚାମଚର ଗୁଆ ଘିଅ ନେଇଛି। ଗୁଆ ଘିଅ ଦେଇ ସାରିଲା ପରେ ଆଉ ଟିକେ ଆମେ ଏମିତି ଚଲେଇ ନେବା। ଏଠି ଦେଖନ୍ତୁ ମୁଁ ଗୋଟେ ଚାଉଳ ଆପଣଙ୍କୁ ଭାଙ୍ଗିକି ଦେଖାଉଛି। ଦେଖନ୍ତୁ ଚାଉଳ ପୁରା ସିଝି ଯାଇଛି। ଏମିତି ନିଶ୍ଚୟ ଟ୍ରାଏ କରନ୍ତୁ। ଆଉ ମୋ ଭିଡ଼ିଓ ଭଲ ଲାଗିଥିଲେ କମେଣ୍ଟ କରିକି ଯାଆନ୍ତୁ। ଆଉ ଗୋଟେ ରେସିପି ସହିତ ପୁଣି ଦେଖାହେବ। ସେତିକି ପର୍ଯ୍ୟନ୍ତ ରହିଲି। ନମସ୍କାର। ଜୟ ଜଗନ୍ନାଥ।